ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଆଜି ଜାଣିବା ଦାସିଆ ବାଉରୀ ବିଷୟରେ। ଦାସିଆ ବାଉରୀ ହେଉଛନ୍ତି ଜଗନ୍ନାଥଙ୍କର ବଡ଼ ଭକ୍ତ, ଯିଏକି ତାଙ୍କ ହାତରୁ ନଡ଼ିଆ ନେଇଥିଲେ। ଦାସିଆ ବାଉରୀ ପୁରୀର ଧଳା ଗ୍ରାମରେ ଜନ୍ମ ନେଇଥିବା ଜଣେ ଦଳିତ ଅଟନ୍ତି। ସେ ଏକ ଦରିଦ୍ର ବ୍ୟକ୍ତି ଥିଲେ। ତାଙ୍କର ଜୀବନରେ ବହୁତ କଠିନ ଥିଲା, କିନ୍ତୁ ସେ ଠାକୁର ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିରେ ଅଟଳ ଥିଲେ। ସେ ସର୍ବଦା ଏକା ପାଖା ପାନ୍ତା ଭାତ ଖାଇ ଜୀବନ ବିତାନ୍ତି, ଯାହା ତାଙ୍କର ନିଷ୍ଠାକୁ ପ୍ରକାଶ କଲେ। ଏକ ଦିନ ଠାକୁରଙ୍କ ଅନୁଷ୍ଠାନରେ ଦାସିଆ ବାଉରୀ ଠାକୁରଙ୍କ ଜଗନ୍ନାଥଙ୍କ ପାଖରେ ତାଙ୍କର ନିଜର ପ୍ରସ୍ତୁତ ପାନ୍ତା ଭାତ ଭୋଗ ଦେବାକୁ ଭାବିଲେ। ସେ ଏକ ପାନ୍ତାରେ ପାନ୍ତା ଭାତ ରାନ୍ଧି ଏବଂ ଏକ ଥାଳାରେ ପ୍ରସ୍ତୁତ କଲେ। ସେ ପାଖରେ ଗୋଟିଏ ପାଳା ପତ୍ର ମାଡ଼ି ଭୋଗକୁ ଗାଁର ମନ୍ଦିର ଜଗନ୍ନାଥ ପାଖରେ ନେଲେ। ଠାକୁର ଜଗନ୍ନାଥ ଦାସିଆ ବାଉରୀର ଶୁଦ୍ଧ ଭକ୍ତିରେ ଅପାର ଖୁସି ହେଲେ ଏବଂ ସେ ସେତେବେଳେ ନିଜର ଭୋଗ ଭାବରେ ସେହି ପାନ୍ତା ଭାତ ଗ୍ରହଣ କଲେ। ଏହା ଠାକୁରଙ୍କ ଦେବତାତ୍ମକ ଭାବକୁ ଗ୍ରହଣ କଲା ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଦାସିଆ ବାଉରୀ କାହାଣୀ ଆମକୁ ଏକ ମହାନ ଶିକ୍ଷା ଦେଉଛି ଯେ ଭକ୍ତିରେ ନିଷ୍ଠା ସରଳତା ମୁଖ୍ୟ ହୋଇଥାଏ। ଠାକୁର ଜଗନ୍ନାଥ ଭକ୍ତଙ୍କର ମନର ଶୁଦ୍ଧତା ପ୍ରେମକୁ ଦେଖନ୍ତି, ବାହାରେ କି ଆଡ଼ମ୍ବରକୁ ନୁହେଁ। ଦାସିଆ ବାଉରୀ ଏହି କାହାଣୀ ଓଡ଼ିଆର ଧାର୍ମିକ ସାଂସ୍କୃତିକ ଉତ୍ସବର ଏକ ମହତ୍ତ୍ୱ ଅଂଶ ଅଟେ, ଯାହା ଭକ୍ତିରେ ନିଷ୍ଠା ଏବଂ ଶୁଦ୍ଧତାର ମହତ୍ତ୍ୱକୁ ପ୍ରକାଶ କରିଥାଏ। ଦାସିଆ ବାଉରୀ ହେଉଛନ୍ତି ଜଗନ୍ନାଥଙ୍କ ବଡ଼ ଭକ୍ତ ଓ ଦାସିଆ ବାଉରୀ ପାଇଁ ସେ ଜଗନ୍ନାଥ ପାଖରେ ତାଙ୍କର ମଠ ବି ରହିଛି, ଦାସିଆ ବାଉରୀ ମଠ। ହେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।